ଆଭିମୁଖ୍ୟକୁ ନେଇକି ଧନ୍ୟବାଦ ଦେଉଛି କାହିଁକିନା ଏଇ ଜିନିଷଟା ଦରକାର ଅଛି ଅଞ୍ଚଳ ପାଇଁ। ଆଉ ବହୁତ ଲୋକ ଉପକାର ପାଇବେ ଏହା ଦ୍ୱାରା। ଯାହା ମନରେ ଧାରଣା କରିକି ଯୁବ ଜାଗ୍ରତ ମଞ୍ଚ ଗଠନ ହୋଇଛି ସେଇ ଜିନିଷଟା ଯଦି କାର୍ଯ୍ୟକାରୀ କରାଯାଏ ବହୁ ଲୋକ ଉପକୃତ ହେବେ ଅଞ୍ଚଳରେ। ସ୍ୱାଧୀନତା ଦିବସ ଉପଲକ୍ଷେ ଆଜି 80ତମ ସ୍ୱାଧୀନତା ଦିବସରେ ଆଜି ଉଦ୍ଘାଟନ ହେଇଛି। ଏଇଟା 2 ବର୍ଷ ହେଲା ହେଇଥିଲା ବୋଲିକି ଆମେ ଶୁଣିବାକୁ ପାଇଲୁ, କିନ୍ତୁ ତା କାର୍ଯ୍ୟକାରୀ ହେଇନଥିଲା। ଏଠି ପ୍ରଥମକରି କାର୍ଯ୍ୟକାରୀ ଆଜି ମହିପଡ଼ା ସ୍କୁଲ ପାଖରେ ହେଇପାରିଛି। ଯୁବକୁ କେତେ ଆକୃଷ୍ଟ କରିବେ ମଞ୍ଚ ଆପଣ ଭାବୁଛନ୍ତି? ବହୁତ ଆକୃଷ୍ଟ କରିବ। ଆମର ତ ବୟସ୍କ ଲୋକଙ୍କୁ ଆକୃଷ୍ଟ କରୁଛି, ଯୁବକମାନଙ୍କୁ ତ ଆହୁରି ଆକୃଷ୍ଟ କରିବ। ମାନେ ୟା ଦ୍ୱାରା ଯଦି ଲୋକ ଉପକାର ପାଇଲେ ତାହେଲେ ଏ ମଞ୍ଚ ବହୁତ ଉନ୍ନତି କରିବ, ବହୁତ ନାଁ କରିବ। ମୁଁ ଅଧ୍ୟକ୍ଷ ଯୁବ ଜାଗ୍ରତ ମଞ୍ଚର ଆଜିର ଯେଉଁ ସ୍ୱାଧୀନତା ଦିବସ ଅବସରରେ ମୁଁ ସମସ୍ତଙ୍କୁ ସ୍ୱାଗତ ଧନ୍ୟବାଦ ଦେଉଛି ଯେ ଆପଣ ଏଠାରେ ଉପସ୍ଥିତ ହୋଇ ଆମର ଫ୍ଲାଗ ହୋଷ୍ଟିଂରେ ସମସ୍ତେ କୋଅପରେଟ୍ କରିଥିବାରୁ। ଏହି ଉପଲକ୍ଷେ ମୁଁ ଆମର ଯୁବ ଜାଗ୍ରତ ମଞ୍ଚର ପ୍ରଥମ ଫ୍ଲାଗ ହୋଷ୍ଟିଂ ହେଇଛି, ତେଣୁ ଆମ ଅଞ୍ଚଳର ମୁରବୀ ଯୁବକମାନେ ଏଥିରେ ସାମିଲ ହୋଇଥିଲେ। ଲକ୍ଷ୍ୟ ରହିଛି ଯୁବ ଜାଗ୍ରତ ମଞ୍ଚ ତ ଆମେ ବହୁତ ଗୁଡ଼ିଏ କାର୍ଯ୍ୟକ୍ରମ ବର୍ଷ ଭିତରେ କରୁଛୁ, ଯେମିତି ଆପଣ ରକ୍ତଦାନ ଶିବିର ହେଉ, ଆପଣ ଜଗନ୍ନାଥ ମହୋତ୍ସବ ମଧ୍ୟ କରୁଛୁ। ତା ସହିତ ଆମେ ଆଗାମୀ ଦିନରେ ଯେତେବେଳେ ଏଇ ମଞ୍ଚ 30 ତାରିଖ ଦିନ ଆମେ ଏଇ ଯେଉଁ ଅଫିସଟାକୁ ଉଦ୍ଘାଟନ କରିବୁ ଯୁବ ଜାଗ୍ରତ ମଞ୍ଚର କାର୍ଯ୍ୟାଳୟ, ସେ ସମୟରେ ଆମର ବହୁତ ଗୁଡ଼ାଏ ଲକ୍ଷ୍ୟ ଅଛି। ଯେମିତିକି ସାଧାରଣ ଲୋକ ଯଦି ଆମେ ଏସି ମେଡ଼ିକାଲ ଯାଉଛୁ କି କ୍ୟାନ୍ସର ହସ୍ପିଟାଲ ଯାଉଛୁ କି ଶିଶୁ ବିଭାଗକୁ ଯାଉଛୁ, ଯେଉଁଠି ଚିକିତ୍ସା କରିବା ପାଇଁ ତାଙ୍କୁ ଅସୁବିଧା ହେଉଛି, ଆଡ଼ମିସନ୍ କରିବା ପାଇଁ ଅସୁବିଧା ହେଉଛି, ଆମର ପିଲା ଅଛନ୍ତି 24 ଘଣ୍ଟା ଆମେ ସର୍ଭିସ୍ ଦେବୁ। ସେଠି ଯାଇକି ଯେତେବେଳେ ଯିଏ ଗୋଟେ ପହଞ୍ଚିବ ତାର ଆଡ଼ମିସନ୍ଠୁ ଆରମ୍ଭ କରିକି ତାର ଗଭର୍ଣ୍ଣମେଣ୍ଟର ଯାହା ସୁବିଧା ଦରକାର ଆମ ପିଲା ଯୋଗାଇ ଦେବେ। ତା ସହିତ ଆମେ ଏ 8ଟା ପଞ୍ଚାୟତରେ କେତେଟା ସ୍କୁଲକୁ ଆମେ ନେଇଛୁ, ଲକ୍ଷ୍ୟ ରଖିଛୁ, ଯେଉଁଥିରେ ଆମେ 2ଟା ପିଲାଙ୍କୁ ସ୍କଲାରସିପ୍ ଦେବୁ, ତାଙ୍କର ହାୟର ଏଜୁକେସନ୍ ପର୍ଯ୍ୟନ୍ତ ଆମେ ସ୍କଲାରସିପ୍ ଦେବୁ। ଆମ ସହିତ ବହୁତ ଗୁଡ଼ାଏ NGO ମଧ୍ୟ ଆ ଭିତରେ ଟାଇପ୍ ଅଛନ୍ତି, ଯେଉଁମାନେ ବିଭିନ୍ନ ରାଜ୍ୟର ବିଭିନ୍ନ ଅଞ୍ଚଳରେ କାମ କରୁଛନ୍ତି। ସେମାନଙ୍କ ସହିତ ଆମର ରହିବ ଯୋଗାଯୋଗ ରହିବ, ସେମାନଙ୍କ ସହିତ ଆମ ସହିତ ଏଗ୍ରିମେଣ୍ଟ ରହିବ, ଯେଉଁଟା ତାଙ୍କର ଯେଉଁ କାମ ଗୁଡ଼ିକ ଅଛି ଆମକୁ ତାଙ୍କ ସହିତ ମିଶିକି କରିବା ଦ୍ୱାରା ଆମେ ଲୋକଙ୍କର ବହୁତ କିଛି ସେବା ଯୋଗାଇ ପାରିବୁ।